ଆପଣ କଦଳୀ ଗଛରେ ଗୁରୁବାର ଦିନ ଲାଲି ସୂତା ବାନ୍ଧି ଦଉଛନ୍ତି, ତେବେ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ମିଳିଥାଏ। ତତ୍ ସହିତ ଯୋଉମାନଙ୍କର ବୃହସ୍ପତି ଗ୍ରହ ଖରାପ ସ୍ଥିତିରେ ରହିଛି, ସେମାନଙ୍କର ଗ୍ରହ ଯାହାକି ବୃହସ୍ପତି ସ୍ଥିତି ସଦୃଢ ହୋଇଥାଏ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 9 ଜୁଲାଇ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ବୃହସ୍ପତି ଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜି ଯୋଉମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯୋଉମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 9 ତାରିଖ, ଓଡ଼ିଆ ଆଷାଢ଼ ମାସ 25 ଦିନ, ଗୁରୁବାର, କୃଷ୍ଣ ପକ୍ଷ ଦଶମୀ ତିଥି, ଯାହା ରାତ୍ରି 2:54 ପର୍ଯ୍ୟନ୍ତ ରହୁଛି। ତାପରେ ଏକାଦଶୀ ତିଥି ଆରମ୍ଭ ହଉଛି। ଆଜି ଅଶ୍ୱିନୀ ନକ୍ଷତ୍ର, ଯାହା ଦିବା 10:05 ପର୍ଯ୍ୟନ୍ତ ରହୁଛି। ତାପରେ ଦୁଜା ନକ୍ଷତ୍ର ଆରମ୍ଭ ହଉଛି। ଆଜି ମେଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:11 ସେଇଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:28। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ ରାତ୍ରି 2:24 ପରେ ଯୁଗ୍ନି, ଯାହାକି ଅଗ୍ନି କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଦଶମୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି କଳମ ଭୋଜନ ନିଷେଧ ରହିଛି। ଆଜିର ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ଅନ୍ନପ୍ରସନ୍ନ, ଚୂଡ଼ାକରଣ, କର୍ଣ୍ଣବୁଧ ଦେବତା ପ୍ରତିଷ୍ଠା, ଗୃହାରମ୍ଭ, ଭୂମି ପୂଜା, ଜଳାଶୟ ଆରମ୍ଭ ପ୍ରତିଷ୍ଠା, ଦେବତା ପ୍ରତିଷ୍ଠା, ଗୃହାରମ୍ଭ, ଭୂମି ପୂଜା, ଜଳାଶୟ ଆରମ୍ଭ ଓ ତାର ପ୍ରତିଷ୍ଠା, ବାଣିଜ୍ୟ ଆରମ୍ଭ, ଗାଡ଼ି କ୍ରୟ ଓ ତାର ଚାଳନା। ଆଜି ବିବାହ ପାଣି ଗ୍ରହଣ ମଧ୍ୟ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 1:31 ରୁ ଦିବା 3:10 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3:11 ରୁ ଅପରାହ୍ନ 6:28 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ସେହିଭଳି ରାତ୍ରି 11:54 ରୁ ରାତ୍ରି 1:23 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 6:06 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:38 ରୁ ଦିବା 11:25 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:11 ରୁ ରାତ୍ରି 9:20 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:24 ରୁ ରାତ୍ରି 2:17 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 3:44 ରୁ ଶେଷ ରାତ୍ରି 5:11 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି ଆଜି ମେଷ ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି, ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ରବି ଏବଂ ବୁଧ ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୃହସ୍ପତି ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ ଶୁକ୍ର ଏବଂ କେତୁ ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି, ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗୋଚରର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଦୁଜା ନକ୍ଷତ୍ରରେ, ଯାହାକି ଗୁରୁବାରରେ। ତେବେ ଏହି ଦୁଜା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିବେ ନାହିଁ, ଜାଣିବା
मेष ठारू मीन राशि पर्यंत प्रत्येक राशि जात व्यक्ति मानक पाई केउ ग्रह विशेष प्रभाव पकेइब जहा आज आमे जानिबा एही राशिफल कार्यक्रम रे। तेबे ए थिला आजिर ग्रहर स्थिति। एही स्थिति को देखि मु नै आसीछि जहा कि पूरा दिनर हालचाल। जदि आपण माने मते प्रथम करी देखुचंती तेबे आपण माने निजर जन्म राशिर राशिफल देखि पारिबे। तेबे जो माने राशिफल जानि नाहांती से माने निजर प्रचलित नाम राशि राशिफल देखि पारिबे। प्रथमे चलंतु जानिबा मेष राशि व्यक्ति विषय रे। मेष राशि व्यक्ति आज आपणक पई प्रत्येक कार्य रे दक्षता वृद्धि करिबा सहित गुरुत्वपूर्ण निष्पत्ति नबा पई उत्तम जुग रहुची। आज मेष राशि व्यक्ति निजर दैनंदिन कार्यक्रम रे अनेक प्रभाव रहिबो। सहकर्मी सहित मिलिमिशि कार्य करिबा सहित निजर दक्षता बल रे आगु को बढ़िबा सहित चाकरी संबंध रे कार्य गुडिक शुभ एवं आनंद प्राप्त रहिबो। आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे एवं आपण पूर्वर जदि किछि स्वास्थ्य समस्या थिबो ताहा दूरीभूत हेबो। आज मेष राशि व्यक्ति अर्थजनित कारोबार रे आपण अनेक प्रकार लाभ प्राप्त करिवार जुग रहुची जहा कि आपण कारोबार रे अनेक लाभ सहित नूतन बिजनेस करिवा पई आज उत्तम जुग रहुची। तत्सहित मेष राशि व्यक्ति आज प्रेमजनित क्षेत्र रे आपण जहा कि रोमांटिक परिवेश सृष्टि करिवा सहित परिवार वर्गक सहित भल संबंध रहिबा सहित आपण आध्यात्मिक कार्य जदि जुग दियंती तेबे आपणकर भाग्य जहा कि आहुरी आगो को बढ़िबो एवं सौभाग्य जुग बनेइबो। आज मेष राशि व्यक्तिंकर भाग्य संख्या रहिछि 3। भाग्य रंग रहुछि जहा कि आपण कमला रंग व्यवहार करि परिबे एवं ग्रह माने आपण को आज जहा कि 95% साथ दउछन। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आज सामाजिक राजनीतिक क्षेत्र रे प्रतिष्ठा लाभ करिबा सहित बंधु एवं सहयोगीक द्वारा आपणकर समस्त कार्य पूर्ण करिवार क्षमता आपणक पाखरे देखा देबो। प्रत्येक कार्य आपणकर शुभ फल आडकु अग्रगति करिबा सहित निजर कार्य कौशल द्वारा समस्त कार्य संपूर्ण करिवार क्षमता आपणक पाखरे रहिबो। आज वृष राशि व्यक्ति जहा कि प्रेम संबंध रे आज दिनटी आपणक पई एक रोमांटिक परिवेश सृष्टि करिवो। तत्सहित आज जहा कि पारिवारिक संपर्क भल रहिबार जुग रहुची। तत्सहित समस्त परिवार वर्गक सहित संबंध भल रहिबा सहित आज वृष राशि व्यक्तिंकर इंटरव्यू एग्जाम थिले निश्चित सेथिरे कृत कार्य करि पारंती। आज वृष राशि व्यक्ति अर्थजनित कारोबार रे आपण अनेक प्रकार लाभ प्राप्त करिवार सुजोग रहुची जहा नूतन व्यापार वाणिज्य करिबा सहित कौनसी अर्थजनित निष्पत्ति नबा पई मध्य आज उत्तम जुग रहुची। आज वृष राशि व्यक्ति टिके स्वास्थ्य प्रति ध्यान दबार आवश्यकता रहिची। टिके स्वास्थ्य चिंता बढ़ी पारे तेबे या प्रति ध्यान देले आपनकर कौनसी समस्या आसीबो नाही। आज वृष राशि व्यक्तिंकर भाग्य संख्या रहिची जहा कि 2। भाग्य रंग रहुची जहा कि आपण धूसर रंग व्यवहार करि परिबे एवं ग्रह माने आपण को आज 85% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज दिनटी आपणकर कार्य गुडिक सफलता करिबा पई चेष्टा करंतु। आपणक कार्य ध्यान पूर्वक करिले कौनसी कार्य रे त्रुटि हबो नाही। तेबे आज निजर दैनंदिन कार्य रे आपण कार्य कौशल द्वारा समस्त कार्य संपूर्ण करिबा सहित चाकरी संबंध रे कार्य गुडिक निश्चित सफलतार सहित कार्य तुलेइबा सहित आज मिथुन राशि व्यक्ति राजनीतिक सामाजिक क्षेत्र रे आपणकर प्रतिष्ठा लाभ जुग रहुची। किंतु टिकिए भूल हेले आपणकर मान सम्मान हानि होबार मध्य अनेक चांस रहुची एवं मिछ आरोप मध्य लागि पारे। एहा प्रति ध्यान दबार आवश्यकता रहिची। आज मिथुन राशि व्यक्तिंकर प्रेम संबंध भल रहिबा सहित परिवार वर्गक सहित भल मधुर वार्तालाप करिबा पई उत्तम जुग रहुची। आज मिथुन राशि व्यक्ति व्यापार वाणिज्य रे अनेक प्रकार सफलता जुग रहुची। अर्थजनित निष्पत्ति नबा पई आज शुभ जुग रहुची। आज मिथुन राशि व्यक्ति स्वास्थ्यगत दृष्टि देखिले
ଆପଣଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଠିକ ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ କାର୍ଯ୍ୟଗୁଡ଼ିକୁ ଧ୍ୟାନ ପୂର୍ବକ କରନ୍ତୁ। କୌଣସି ଅତିରିକ୍ତ କାର୍ଯ୍ୟ ପାଇଁ ହାତ ବଢାନ୍ତୁ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି କାର୍ଯ୍ୟରେ ବିଶେଷ କରି ଅସଫଳତା ସହିତ ସଫଳତା ବନିବା ପାଇଁ ପ୍ରଥମେ ନିଜର କାର୍ଯ୍ୟ ଯୋଜନା କରି କାର୍ଯ୍ୟ କରିଲେ ନିଶ୍ଚିତ ସଫଳତା ସହିତ ଖ୍ୟାତି ଅର୍ଜନ କରିବାର ସୁଯୋଗ ରହିବ। ଆପଣଙ୍କର କାର୍ଯ୍ୟ କୌଶଳ ଯଦି ଧ୍ୟାନ ପୂର୍ବକ କରିବେ ତେବେ ଉପରସ୍ଥ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ ହେବ ଏବଂ ପ୍ରଶଂସା ପାଇବାର ଯୋଗ୍ୟ ମଧ୍ୟ ବନେଇ ଯାଇପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଧ୍ୟାନ ରୂପକ କାର୍ଯ୍ୟ କରନ୍ତୁ, ନହେଲେ ଆପଣ ଅସୁବିଧାରେ ମଧ୍ୟ ପଡିପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ନିଜ ଭିତରେ ଉତ୍ସାହ ବଢାଇବା ପାଇଁ ସଦାବେଳେ ଚେଷ୍ଟା କରନ୍ତୁ। ଯୁକ୍ତିତର୍କ କଳହ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ। ହାଲୁକା ଭାବେ କୌଣସି ବେପାର ବାଣିଜ୍ୟ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡିପାରେ। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ନିହାତି ଆବଶ୍ୟକତା ଦେଖିବାର ଆବଶ୍ୟକତା ରହୁଛି। ତତ୍ସହିତ କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ପ୍ରଥମେ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ କାର୍ଯ୍ୟରେ କିଛି ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ, ତେବେ ସେଥିପାଇଁ ଆପଣଙ୍କର କାର୍ଯ୍ୟ ବିଳମ୍ବ ହୋଇପାରେ। ତେଣୁ ଏହା ପ୍ରତି ସିଂହ ରାଶି ବ୍ୟକ୍ତି ସଚେତନ ରହିବା ସହିତ ରାଜନୈତିକ କାର୍ଯ୍ୟରେ ଆପଣଙ୍କୁ ଆଜି କିଛି ଚାପ ବଢିବ, ଯାହା ପାଇଁ ମାନସିକ ସ୍ଥିତି ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଉତ୍ସାହଜନକ ହୋଇ ନପାରେ, ଯାହାକି ଆପଣଙ୍କର କଳହ ଯୁଗ ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ପୂର୍ବକ ରୁହନ୍ତୁ। ତତ୍ସହିତ ପରିବାର ସମ୍ବନ୍ଧ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି ଅସ୍ଥିରତା ଆପଣ ବା ନିଜ ଭିତରେ ଯୁକ୍ତିତର୍କ କରନ୍ତୁ ନାହିଁ, ଯାହା ସିଂହ ରାଶି ବ୍ୟକ୍ତିଙ୍କ ଭଲ ହବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ଠିକ ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କୁ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରି ନ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଟିକେ ମନକୁ ଯଦି ସ୍ଥିରତା ରଖିବେ ତେବେ ସମସ୍ତ କାର୍ଯ୍ୟରେ ଆପଣ ପ୍ରତିଷ୍ଠା ଲାଭ କରିବା ସହିତ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି କନ୍ୟା ରାଶି ବ୍ୟକ୍ତି ଉତ୍ସାହଜନକ କାର୍ଯ୍ୟ କରିବେ। ସମସ୍ତ କାର୍ଯ୍ୟ ଆପଣ ସଫଳତା କରିବା ସହିତ କଠିନ ପରିଶ୍ରମର ଫଳ ପ୍ରାପ୍ତ କରିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଶତ୍ରୁ ମାନଙ୍କ ଠାରୁ ବିଜୟ ହବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଟିକେ ଚିନ୍ତିତ ରହିପାରନ୍ତି। ତେଣୁ ଏହା ପ୍ରତି ଧ୍ୟାନ ଦେଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧଟି ଆପଣଙ୍କ ପାଇଁ ଅତି ସୁଖର ମୁହୂର୍ତ୍ତ ଆସିବ। କିଛି ଭଲ କଥାବାର୍ତ୍ତା କରିବା ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ କନ୍ୟା ରାଶି ବ୍ୟକ୍ତି ଆଜି ପରିବାର ସମ୍ପର୍କ ଭଲ ରହିବା ସହିତ ଯାହାକି ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ କୃତକାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ କରିଲେ କୌଣସି କ୍ଷତି ହେବ ନାହିଁ ଏବଂ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣଙ୍କର ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି
ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ କିଛି ପ୍ରତିବନ୍ଧକ ଆସିପାରେ, ଯାହା ପାଇଁ ଆପଣଙ୍କୁ ଧ୍ୟାନପୂର୍ବକ ନିଜର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ତୁଳା ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ ଜଡ଼ିତ ଅଛନ୍ତି, ନିଶ୍ଚିତ ଟିକେ ସାବଧାନ ନିହାତି ଆବଶ୍ୟକତା ରହିଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣଙ୍କର ଭାଗ୍ୟ ମଧ୍ୟମ ଧରଣର ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି, ଧ୍ୟାନପୂର୍ବକ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆପଣଙ୍କର ମାନସିକ ଅଶାନ୍ତି ରହିପାରନ୍ତି ଚାକିରି ସମ୍ବନ୍ଧ କାର୍ଯ୍ୟରେ, ଯାହା ପାଇଁ ଆପଣଙ୍କୁ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ପର୍କ, ଯାହାକି ଯୁକ୍ତିତର୍କ ଭୁଲ ବୁଝାମଣା ପାଇଁ ଆପଣଙ୍କର ସମସ୍ୟା ସୃଷ୍ଟି ହୋଇପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ପାରିବାରିକ ସମସ୍ୟା କିଛି ମାତ୍ରାରେ ଅଶାନ୍ତି ପରିବେଶ ସୃଷ୍ଟି କରିବା ସହିତ, ତୁଳା ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରିବା ସହିତ ବେପାର ବାଣିଜ୍ୟରେ ନିଶ୍ଚିତ ଧ୍ୟାନ ଦେଇ ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଲାଭ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ମୁଣ୍ଡବିନ୍ଧା ଜନିତ କିଛି ସମସ୍ୟା ମଧ୍ୟ ଦେଖା ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ଚିନ୍ତା ସହକାରେ କାର୍ଯ୍ୟ କରିବେ। ଯୋଉ କାର୍ଯ୍ୟ କରୁଥିବେ ସେ କାର୍ଯ୍ୟରେ ନିଶ୍ଚିତ ଆପଣଙ୍କୁ ଅନୁକୂଳ ସହିତ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ କାର୍ଯ୍ୟଟି ଆପଣଙ୍କ ପାଇଁ କଠିନ ହୋଇପାରେ, ସେଥିପାଇଁ ଆପଣ ଖାତିର ନ କରି ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଆଜି ବିଛା ରାଶି ବ୍ୟକ୍ତି ନିଜର ଚାକିରି ସମ୍ବନ୍ଧ କାର୍ଯ୍ୟଗୁଡ଼ିକ ନିଶ୍ଚିତ ସଫଳତା ସହକାରେ କରିବେ ଏବଂ ଆନନ୍ଦିତ ମଧ୍ୟ ପାଇବେ। ଆଜି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ଲାଭ କରିବା ସହିତ ନିଜର ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ କିଛି ସମସ୍ୟା ଦେବ ନାହିଁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ବିଶେଷ କରି ଶତ୍ରୁମାନଙ୍କୁ ଆପଣ ପରାଜିତ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ, ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ରୋଗମୁକ୍ତ ରହିବା ସହିତ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଶୁଭ ଫଳ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ପ୍ରେମ ସମ୍ବନ୍ଧ ପାଇଁ ଉତ୍ତମ ଯୁଗ ରହୁଛି, ଯାହାକି ଆପଣଙ୍କ ପାଇଁ ଆଜି କିଛି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ବିଶେଷ କରି ପୁତ୍ର ଏବଂ ପୁତ୍ରୀଙ୍କ ସହିତ ଆପଣଙ୍କର ଯାହାକି ଖୁସି ଅନେକ ପ୍ରାପ୍ତ କରିପାରନ୍ତି, ଅର୍ଥାତ୍ ଆପଣଙ୍କର ଭଲ ସମୟ ଅତିବାହିତ କରିପାରନ୍ତି। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ବେପାର ବାଣିଜ୍ୟରେ ନିଶ୍ଚିତ ଲାଭ ପାଇବା ସହିତ ବିଶେଷ କରି ଯେଉଁମାନେ ଆପଣଙ୍କୁ ବେପାର ବାଣିଜ୍ୟରେ ହଇରାଣ କରୁଥିଲେ ସେମାନେ ଆଜି ନିଶ୍ଚିତ ନିମ୍ନଗାମୀ ହେବେ ଏବଂ ଆପଣ ନିଶ୍ଚିତ ବିଜୟ ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ବିଶେଷ କରି ଚାକିରି ସମ୍ବନ୍ଧର ଇଣ୍ଟରଭ୍ୟୁ ଥିଲେ ଆପଣଙ୍କର ଭାଗ୍ୟ ଶୁଭଯୁକ୍ତ ପରିସ୍ଥିତି ରହୁଛି। ତେବେ ଆଜି ଯାହାକି ଧନୁ ରାଶି ବ୍ୟକ୍ତି ଟିକେ ଅହଙ୍କାର ଭାବନା ରହିପାରେ, ତେଣୁ ଅହଙ୍କାର ଭାବନା ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ,
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ପ୍ରତ୍ୟେକ କାର୍ଯ୍ୟ ହାତେ ମାପି ଚାଖଣ୍ଡେ ହିସାବରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତି କାର୍ଯ୍ୟରେ ସଫଳତା ପାଇବା ଭାରି ବିଳମ୍ବ ହେବ। ମାନସିକ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ, ଯାହା ପାଇଁ ଆପଣ ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମକର ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପାଇବା ଆପଣଙ୍କର ଭାଗ୍ୟ ମଧ୍ୟମ ଯୁଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧ ଭଲ ରହିବ ନାହିଁ। ନିଜ ଭିତରେ ମଧୁରତା ବାର୍ତ୍ତାଳାପ ଦେଖା ନ ଦେଇପାରେ, ଯାହାକି ଯୁକ୍ତିତର୍କ ଭୁଲ ବୁଝାମଣା ଭିତରେ ଆପଣ ଗତି କରିପାରନ୍ତି। ଆଜି ମକର ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ତତ୍ସହିତ ଅର୍ଥଜନିତ କାରବାର ଜିନିଷ ଗୁଡ଼ିକ ବେପାର ବାଣିଜ୍ୟ ଯଦି କରୁଛନ୍ତି, ନିଶ୍ଚିତ ଚିନ୍ତା ଏବଂ ନିଜର ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ। କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ମହଙ୍ଗା ପଡ଼ିପାରେ। ଆଜି ମକର ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟ ଚିନ୍ତା ବଢ଼ିପାରେ, ତେଣୁ ଧ୍ୟାନ ପୂର୍ବକ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ, ନହେଲେ କେତେକ କାର୍ଯ୍ୟରେ ଆପଣ ଚାପ ବଢିପାରେ, ମାନସିକ ସ୍ଥିତି ଖରାପ ହୋଇପାରେ। ଉପରସ୍ଥ କର୍ମଚାରୀଙ୍କ କଥା ଯଦି ଚାକିରି କରୁଛନ୍ତି ନିଶ୍ଚିତ ଶୁଣନ୍ତୁ, ଟିକେ ତ୍ରୁଟି ହେଲେ ଆପଣ ସମସ୍ୟାରେ ପଡିପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଯାହାକି ସମ୍ମାନ କମିବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଯାହାକି ମାନସିକ ସ୍ଥିତି ଖରାପ ଆଡ଼କୁ ଅଗ୍ରଗତି କରିପାରେ। ଆଜି ଟିକେ କଳହ ଯୁକ୍ତିତର୍କ ଠାରୁ ନିଜର କାର୍ଯ୍ୟରେ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ନିଜର ବ୍ୟବହାର ଏବଂ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆଶା ଅନୁଯାୟୀ ଫଳ ପ୍ରାପ୍ତ କରି ନ ପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣଙ୍କୁ ଅନେକ ଲାଭ କରିବା ପାଇଁ ଯଦି ଇଚ୍ଛା କରୁଛନ୍ତି, ତେବେ ନିଶ୍ଚିତ ପ୍ରଥମେ ଯୋଜନା କରି ବେପାର ବାଣିଜ୍ୟ କରିଲେ ନିଶ୍ଚିତ ସଫଳତା ପାଇପାରିବେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଧ୍ୟାନ ପୂର୍ବକ କରିବାକୁ ପଡିବ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କର ମାନସିକ ସ୍ଥିତି ଅନୁକୂଳ ହୋଇ ନପାରେ, ଯାହାକି ମାନସିକ ସ୍ଥିତି ଆପଣଙ୍କର ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ଆଜି ମୀନ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ପରିଚାଳନା କରିବା ସହଜ ହୋଇ ନପାରେ। ତତ୍ସହିତ ଆଜି କାର୍ଯ୍ୟ ସମ୍ବନ୍ଧରେ ତିକ୍ତତା ଦେଖା ଦେଇପାରେ, ତେଣୁ ଯତ୍ନ ସହକାରେ ନିଜର କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମୀନ ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆଶା ଅନୁଯାୟୀ ସଫଳତା ପାଇ ନ ପାରନ୍ତି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ ଜଡିତ ନିଜର ମାନ ସମ୍ମାନରେ ଟିକେ ନିମ୍ନଗାମୀ ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧ ଭଲ ରହିପାରେ, କିନ୍ତୁ କିଛି ଯୁକ୍ତିତର୍କ କଳହ ଆଡକୁ ଆପଣଙ୍କର ଯାହା ପାଇଁ ଆପଣଙ୍କର ପ୍ରେମ ସମ୍ବନ୍ଧ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଆଶା ଅନୁଯାୟୀ ସଫଳତା ବା ଲାଭ ପ୍ରାପ୍ତ କରି ନ ପାରନ୍ତି। କୌଣସି ଅର୍ଥଜନିତ କ୍ଷେତ୍ରରେ ଆପଣ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସୁର ରଙ୍ଗ ବ୍ୟବହାର କରିପାରିବେ
ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି।